ହ୍ୟାଲୋ ଫ୍ରେଣ୍ଡସ୍, ସକାଳୁ କରିଦେଲି ଠାକୁର ପୂଜା। ତାପରେ ଲାଗି ପଡ଼ିଲି ଫଟାଫଟ ରୋଷେଇ କାମରେ। ରୋଷେଇରେ ଭାତ, ଡାଲମା, ଘାଣ୍ଟ ତରକାରୀ ସବୁ କରିଦେଲି। ତାପରେ ଭାବିଲି ମୁଁ ରୋଷେଇ ସରେଇଥିବି, ଆଜି ଲାଗିଯିବି ଏଡ଼ିଟିଂ କାମରେ। ଦେଖିଲା ବେଳକୁ ଝିଅ ନେଇ ଆସିଲା ମାଛ। କ'ଣ କରିବି ଆଉ, କାନ ମୁଣ୍ଡ ଆଉଁସିକି ଲାଗି ପଡ଼ିଲି ମାଛ ଧୋଇବାରେ। ଦେଖନ୍ତୁ ମୋର ନାତି କେମିତି ବସିକିରି ଟେବୁଲ୍ ଉପରେ ବସିକି ଦେଖୁଛି ମାଛ ଧୋଇବାର, ବାଥରୁମ୍ ଭିତରକୁ ଆସିକି। ତାପରେ ମାଛକୁ ଧୁଆଧୁଇ କରିଦେଇକିରି ମସଲା ମସଲି ଗୁଳାଗୁଳି କଲି, କରିକିରି ତାକୁ ସବୁ ଭାଜିଦେଲି। ବଡ଼ ମାଛକୁ ବି ଭାଜିଲି, ଚୁନା ମାଛକୁ ବି ଭାଜିଲି। ବଡ଼ ମାଛ ହେଇଯାଇଥିଲା ଖରାପ, ଟିକେ ସବୁ ଭାଙ୍ଗିଗଲା। ତାପରେ ଭଜାଭଜି କରିଦେଇକିରି ପିଲାମାନଙ୍କୁ ଦେଇଦେଲୁ ଖାଇବାକୁ ପାଇଁ। ଝିଅ ଖୁଆଇଲା ପିଲାମାନଙ୍କୁ। ଆମିଷ ରନ୍ଧା ହେଇଛି, ସେଥିପାଇଁ ବୋଲିକି ଚୁଲି ପୁରା ଭଲ ଭାବେ ପୋଛାପୋଛି କରିଦେଲି। ତାପରେ ମୁଁ ଖାଇଦେଲି ପଖାଳ ଭାତ, ଘାଣ୍ଟ ତରକାରୀ ଆଉ ମାଛ ଭଜା। ଖାଇକି ଉଠିଲା ବେଳକୁ ବର୍ଷା ଯେ କହିବାକୁ ନାହିଁ। ବର୍ଷାକୁ ଦେଖିକି ଭାରି ଖୁସି ଲାଗିଲା। ଯାହା ହଉ ମାଛ ଭଜା, ପଖାଳ ଭାତ ଖାଇଛି, ଘୋଡ଼ାଘୋଡ଼ି ହେଇକି ତାପରେ ମୋ